ଯେତେବେଳେ ମାଙ୍କ ଗର୍ଭରେ ଅଭିମନ୍ୟୁ ଥିଲେ ସେତେବେଳେ କ'ଣ ହେଲା ନା ସେ ସମସ୍ତ ଯୁଦ୍ଧର କଥା ଶୁଣୁଥିଲେ, ପ୍ରବେଶଟା ଜାଣିଥିଲେ, ବାହାରିବାଟା ନିଦ ହେଇଯାଇଥିଲା ମାଙ୍କୁ ତାଙ୍କର। କ'ଣ ହେଲା? ରହିଗଲା। ତେଣୁ ଦେଖିବେ ଯେଉଁମାନେ ଭଲ ଉଚ୍ଚ କୋଟିର ମହାନ ପିତାମାତା ଯାହାଙ୍କର ସଂସ୍କାର ଅଛି, ସାତ୍ତ୍ୱିକ ଜୀବନ କାଟୁଛନ୍ତି, ସବୁବେଳେ ଭଗବାନଙ୍କ ଭଜନ ଧ୍ୟାନ ଜପରେ ଅଛନ୍ତି, ତାଙ୍କ କୋଳକୁ ସୁଆତ୍ମା ଆସନ୍ତି, ଦିବ୍ୟାତ୍ମା ଆଡ଼କୁ ଆସନ୍ତି। ଭଗବତ ଗୀତାରେ ଏ କଥା ସ୍ପଷ୍ଟ ଭାବରେ ଲେଖା ଅଛି। ଆପଣ ଯଦି ପଢ଼ିବେ 6ଠ ଅଧ୍ୟାୟ ଧ୍ୟାନ ଯୋଗକୁ ନିଶ୍ଚିନ୍ତ ଭାବରେ ଭଲ ଭାବରେ ବୁଝିପାରିବେ। ସେମାନେ ବାୟୁମଣ୍ଡଳରେ ଘୁରି ବୁଲୁଛନ୍ତି, ଅଦୁଷ୍ଟ ଶକ୍ତି ସମସ୍ତଙ୍କୁ ଭଗବାନ ନିୟନ୍ତ୍ରଣ କରନ୍ତି। ସେଇଭଳି ପିତାମାତା ଦେଖିଲେ ସେମାନଙ୍କ କୋଳକୁ ସେ ପ୍ରେରଣ କରିଦିଅନ୍ତି। ତେଣୁ ଆମ କୋଳକୁ ଏମିତି ପିତା ସନ୍ତାନ ଆସିଛି ମାନେ ସେଇଟା ଆମର କେତେ ଦୂର ସୁସଂସ୍କାର କୁସଂସ୍କାର ଆଗ ଦେଖିବାର ଅଛି।